ଏହି ଭିडिଓରେ ଆମେ ସମକୋଣ ଏବଂ ସରଳ କୋଣ ବିଷୟରେ କଥା ହେବା। ଏହା ଦ୍ୱାରା ଆମକୁ ଦିଗ ଏବଂ ଏହି ଶବ୍ଦ ଗୁଡ଼ିକ ଗଣିତର କେଉଁ ଜାଗାରେ ବ୍ୟବହାର କରାଯାଇଥାଏ ତାହା ଆମକୁ ବୁଝିବାରେ ସାହାଯ୍ୟ କରିବ। ତେବେ ପ୍ରଥମେ ଆମେ ସମକୋଣ ଦେଖିବା। ତେବେ ଏଠି ଦେଖ, ମୁଁ ଏକ ସମକୋଣ ଅଙ୍କନ କଲି। ଏହା ହେଉଛି ଏକ ସମକୋଣ ବା 90 ଡିଗ୍ରୀ ଅଟେ। ତେବେ ଧର ଯଦି ମୁଁ କହିବି ଯେ ମୁଁ ପୂର୍ବ ଦିଗକୁ ମୁହଁ କରି ଠିଆ ହେଇଛି, ତେବେ ମୁଁ ଏଠି ପ୍ରଥମେ ଦିଗ ଗୁଡ଼ିକ ଲେଖି ଦେଉଛି। ଏହା ହେଉଛି ପୂର୍ବ, ପଶ୍ଚିମ, ଉତ୍ତର ଏବଂ ଏହା ହେଉଛି ଆମର ଦକ୍ଷିଣ। ତେବେ ଯଦି ମୁଁ କହିବି ଯେ ମୁଁ ପୂର୍ବ ଦିଗକୁ ମୁହଁ କରି ଠିଆ ହେଇଛି ଏବଂ ମୁଁ ମୋର ବାମ ପାର୍ଶ୍ୱକୁ 90 ଡିଗ୍ରୀ ଘୂର୍ଣ୍ଣନ କରିବି, ତେବେ ମୋର ମୁହଁ କେଉଁ ଦିଗକୁ ରହିବ? ତେବେ ମୋର ମୁହଁ ଉତ୍ତର ଦିଗକୁ ରହିବ। ତେବେ ଅର୍ଥାତ୍ ଆମେ କହିପାରିବା ଯେ ଆମେ 90 ଡିଗ୍ରୀ ବା ଏକ ସମକୋଣରେ ଘୂର୍ଣ୍ଣନ କଲେ। ଏହାପରେ ଯଦି ମୁଁ ପୁଣି ଆଉଥରେ ଉତ୍ତର ଦିଗରୁ ମୁଁ ଆଉଥରେ ମୋର ବାମ ପାର୍ଶ୍ୱକୁ 90 ଡିଗ୍ରୀ ଘୂର୍ଣ୍ଣନ କଲି, ତେବେ ମୋର ମୁହଁ କେଉଁ ଦିଗକୁ ରହିବ? ତେବେ ମୋର ମୁହଁ ପଶ୍ଚିମ ଦିଗକୁ ରହିବ। ତେବେ ଆମେ ଟୋଟାଲ କେତେ ଡିଗ୍ରୀ ଘୂର୍ଣ୍ଣନ କଲେ? ଟୋଟାଲ ଆମେ 90 ଯୁକ୍ତ 90 180 ଡିଗ୍ରୀ ଘୂର୍ଣ୍ଣନ କଲେ, ବା ଆମେ ଏକ ସରଳ କୋଣରେ ଘୂର୍ଣ୍ଣନ କଲେ। ତେଣୁ ସରଳ କୋଣର ପରିମାଣ କେତେ? ସରଳ କୋଣର ପରିମାଣ ହେଉଛି 180 ଡିଗ୍ରୀ। ଏବଂ ସମକୋଣର ପରିମାଣ କେତେ? ସମକୋଣର ପରିମାଣ ହେଉଛି 90 ଡିଗ୍ରୀ। ଏହା ହେଉଛି ଏକ ସମକୋଣ ବା 90 ଡିଗ୍ରୀ ଅଟେ। ସେହିପରି ଯଦି ତମେ ସରଳ କୋଣର ଉଦାହରଣ ଦେଖିବ, ତେବେ ଏହା ହେଉଛି ଏକ ସରଳ କୋଣ, କାରଣ ଏହା ଏକ ସରଳ ରେଖା ଉପରେ ଅବସ୍ଥାନ କରିଛି। ଏହାର ପରିମାଣ ହେଉଛି 180 ଡିଗ୍ରୀ। 180 ଡିଗ୍ରୀ କୋଣକୁ ଆମେ ସରଳ କୋଣ ବୋଲି କହିଥାଉ। ତ ବର୍ତ୍ତମାନ ଦେଖିବା ଏହି ଶବ୍ଦ ଗୁଡ଼ିକ କେଉଁ ଜାଗାରେ ବ୍ୟବହାର କରାଯାଇଥାଏ। ତେବେ ଏଠି ଦେଖ, ମୋ ପାଖରେ ଏକ ଘଣ୍ଟା ଅଛି। ଏହି ଘଣ୍ଟାରେ ମୁଁ ଗୋଟିଏ କଣ୍ଟା ନେଇଛି। ଏହାକୁ ଆମେ ମିନିଟ୍ କଣ୍ଟା ବୋଲି କହିବା। ତେବେ ଦେଖ, ମୋର ମିନିଟ୍ କଣ୍ଟାଟି କେଉଁ ଜାଗାରେ ଅଛି? 3 ଉପରେ ଅଛି। ତେବେ ଯଦି ମୁଁ ଏହି ମିନିଟ୍ କଣ୍ଟାକୁ ଏକ ସରଳ କୋଣରେ ଘୂର୍ଣ୍ଣନ କରାଇବି, ତେବେ ମୋର ମିନିଟ୍ କଣ୍ଟାଟି କେଉଁ ଜାଗାରେ ରହିବ? ମୋ ମିନିଟ୍ କଣ୍ଟାଟି ଯାଇକି 9 ଜାଗାରେ ପହଞ୍ଚିବ। ତେବେ ଏଠି ଯେଉଁ କୋଣଟି ଆମର ସୃଷ୍ଟି ହେଲା, ଏହି କୋଣର ପରିମାଣ କେତେ ହେବ? ଯେହେତୁ ଏହା ଏକ ସରଳ କୋଣରେ ଘୂର୍ଣ୍ଣନ କଲା, ଏହି କୋଣର ପରିମାଣ ହେବ 180 ଡିଗ୍ରୀ। ତେବେ ଯଦି ମୁଁ କହିବି ମୋର ମିନିଟ୍ କଣ୍ଟାଟି ଏକ ପୂର୍ଣ୍ଣ ଘୂର୍ଣ୍ଣନ କଲା, ତେବେ ପୂର୍ଣ୍ଣ ଘୂର୍ଣ୍ଣନ କଲେ ମିନିଟ୍ କଣ୍ଟାଟି କେଉଁ ଜାଗାରେ ପହଞ୍ଚିବ? ମିନିଟ୍ କଣ୍ଟାଟି ମୋର ପୁଣି 3 ଜାଗାରେ ପହଞ୍ଚିବ। ଅର୍ଥାତ୍ ଦୁଇଟି ସରଳ କୋଣରେ ସେ ଘୂର୍ଣ୍ଣନ କଲା। ଇଏ ଗୋଟିଏ ସରଳ କୋଣ 180 ଡିଗ୍ରୀ, ତେବେ ଇଏ ମଧ୍ୟ ଏକ ସରଳ କୋଣ 180 ଡିଗ୍ରୀ ଅଟେ। ତେବେ ଏଠି ମୋ ପାଖରେ ଆଉ ଏକ ଘଣ୍ଟା ଅଛି। ଏହାର କଣ୍ଟା 6 ଉପରେ ଅଛି। ତେବେ ଯଦି ମୁଁ କହିବି ଏହି କଣ୍ଟାଟିକୁ ମୁଁ ଏକ ସରଳ କୋଣର 3/4 ଘୂର୍ଣ୍ଣନ କରାଇବି, ତେବେ ମୋର କଣ୍ଟାଟି କେଉଁ ଜାଗାରେ ରହିବ? ତେବେ ପ୍ରଥମେ ଦେଖ, ସରଳ କୋଣର ପରିମାଣ କେତେ? 180 ଡିଗ୍ରୀ। ତେବେ 180 ଡିଗ୍ରୀର 3/4 କେତେ ହେବ? 180 ଡିଗ୍ରୀ ଗୁଣନ 3/4 ସମାନ 135 ଡିଗ୍ରୀ। ଅର୍ଥାତ୍ ଆମର କଣ୍ଟାଟିକୁ ଆମକୁ 135 ଡିଗ୍ରୀ ଘୂର୍ଣ୍ଣନ କରାଇବାକୁ ପଡ଼ିବ। ତେବେ ଯଦି ମୋର କଣ୍ଟାଟି ଏକ 90 ଡିଗ୍ରୀ ଘୂର୍ଣ୍ଣନ କରେ ବା ଏକ ସମକୋଣରେ ଘୂର୍ଣ୍ଣନ କରେ, ତେବେ ମୋର କଣ୍ଟାଟି କେଉଁ ଜାଗାରେ ପହଞ୍ଚିବ? 9 ଜାଗାରେ। ତେବେ ଏହି କୋଣର ପରିମାଣ କେତେ? 90 ଡିଗ୍ରୀ ଅଟେ। ତେବେ ଆଉ ଆମକୁ କେତେ ଡିଗ୍ରୀ ଘୂର୍ଣ୍ଣନ କରିବାକୁ ପଡ଼ିବ? ଆଉ ଆମକୁ 45 ଡିଗ୍ରୀ ଘୂର୍ଣ୍ଣନ କରିବାକୁ ପଡ଼ିବ, ବା ଆମକୁ ଏକ ସମକୋଣର ଅଧା ପର୍ଯ୍ୟନ୍ତ ଯିବାକୁ ପଡ଼ିବ। ଅର୍ଥାତ୍ ଆମ କଣ୍ଟାଟି ଠିକ୍ ଏହି ଜାଗାରେ ଆସିବ। ଏହି କୋଣର ପରିମାଣ କେତେ ହେବ? ଏହି କୋଣର ପରିମାଣ ହେଉଛି 45 ଡିଗ୍ରୀ। ତେବେ ଆମେ କହିପାରିବା ଯେ ଆମ ମିନିଟ୍ କଣ୍ଟାଟି ଆମେ ଏକ ସରଳ କୋଣର 3/4 ଘୂର୍ଣ୍ଣନ କରାଇଲେ। ଏହାପରେ ଆମ ପାଖରେ ଏକ ପ୍ରଶ୍ନ ଅଛି। 24 ଘଣ୍ଟାରେ ମିନିଟ୍ କଣ୍ଟା ଦ୍ୱାରା କେତୋଟି ସରଳ କୋଣ ଏବଂ ସମକୋଣ ସୃଷ୍ଟି ହୋଇଥାଏ? ତେବେ ପ୍ରଥମେ ଆମେ ଦେଖିବା ଯେ ଆମ ମିନିଟ୍ କଣ୍ଟାଟି 24 ଘଣ୍ଟାରେ କେତୋଟି ପୂର୍ଣ୍ଣ ଘୂର୍ଣ୍ଣନ କରିଥାଏ। ତେବେ ମିନିଟ୍ କଣ୍ଟାଟି ଗୋଟିଏ ଘଣ୍ଟାରେ ଥରିଏ ପୂର୍ଣ୍ଣ ଘୂର୍ଣ୍ଣନ କରିଥାଏ। ତେବେ 24 ଘଣ୍ଟାରେ 24 ଥର ପୂର୍ଣ୍ଣ ଘୂର୍ଣ୍ଣନ କରିବ। ତେବେ ଥରେ ପୂର୍ଣ୍ଣ ଘୂର୍ଣ୍ଣନ କଲେ କେତୋଟି ସରଳ କୋଣ ସୃଷ୍ଟି ହୋଇଥାଏ? ଥରେ ପୂର୍ଣ୍ଣ ଘୂର୍ଣ୍ଣନ କଲେ 2ଟି ସରଳ କୋଣ ସୃଷ୍ଟି ହୋଇଥାଏ। ତେବେ 24 ଥର ସେ ପୂର୍ଣ୍ଣ ଘୂର୍ଣ୍ଣନ କଲେ କେତୋଟି ସରଳ କୋଣ ସୃଷ୍ଟି ହେବ? 24 ଗୁଣନ 2 48ଟି ସରଳ କୋଣ ସୃଷ୍ଟି ହେବ। ତେବେ କେତୋଟି ସମକୋଣ ସୃଷ୍ଟି ହୋଇଥାଏ? ଥରେ ପୂର୍ଣ୍ଣ ଘୂର୍ଣ୍ଣନ କଲେ 4ଟି ସମକୋଣ ସୃଷ୍ଟି ହୋଇଥାଏ। ତେବେ 24 ଥର ପୂର୍ଣ୍ଣ ଘୂର୍ଣ୍ଣନ କଲେ 24 ଗୁଣନ 4 96ଟି ସମକୋଣ ସୃଷ୍ଟି ହେବ। ଠିକ୍ ଅଛି।